କେନ୍ଦୁଝରର ଜୀବନଧାରା ବୈତରଣୀ ଦିନକୁ ଦିନ ପୁଣ୍ୟୋଦୟ ଅସୁସ୍ଥ ହେବାରେ ଲାଗିଛି। ପରିପାର୍ଶ୍ୱକ ପରିବେଶ, ଦ୍ରୁତ ଶିଳ୍ପାୟନ, ଚାଷ ଜମିରେ ବିପୁଳ ପରିମାଣ ରାସାୟନିକ ସାର ପ୍ରୟୋଗ କାରଣରୁ ବୈତରଣୀ ଜଳ ପିଇବା ପାଇଁ ଉପଯୁକ୍ତ ନୁହେଁ କି ଜଳ ଜୀବନମାନଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ଜଣାପଡ଼ିଛି। କେଉଁଝର ଜିଲ୍ଲାର ଗୋନାସିକାରୁ ବାହାରିଥିବା ବୈତରଣୀ ପ୍ରାୟ 360 କିଲୋମିଟର ଦୂର ଭଦ୍ରକ ଜିଲ୍ଲାର ଧାମନଗରଠାରେ ବଙ୍ଗୋପସାଗରରେ ମିଶିଛି। କେନ୍ଦ୍ର ସରକାରଙ୍କର ଇଣ୍ଡିଆ ୱାଟର ରିସୋର୍ସର ଇନଫରମେସନ ସିଷ୍ଟମରେ ତଥ୍ୟ ଅନୁଯାୟୀ ବୈତରଣୀ ଉପନଦୀ ମୂଳକ କୁଶେଇ ସମେତ କେନ୍ଦୁଆପଦା, କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ ଆଦି ସ୍ଥାନରୁ ସଂଗ୍ରହ କରାଯାଇଥିବା ଜଳରେ ତୀବ୍ରଦୂତ ଅମ୍ଳଜାନ ବା ଡିଜିଲଭର୍ସନ ଅକ୍ସିଜେନ ମାତ୍ରା ପ୍ରତି ଲିଟର ପିଛା 4 କିଲୋମିଟରରୁ କମ୍ ରହିଛି, ଯାହା 4 କିଲୋମିଟରରୁ ଅଧିକ ରହିବା କଥା। ସେହିପରି ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ ବା ଜୈବିକ ଅମ୍ଳଜାନର ଆବଶ୍ୟକତା ପ୍ରତି ଲିଟରରେ 3 ମିଲିଗ୍ରାମରୁ କମ୍ ରହିବା କଥା। ବୈତରଣୀର ଆନନ୍ଦପୁରଠାରେ ଏହା ପ୍ରତି ଲିଟରରେ 7.1 ମିଲିଗ୍ରାମ ରହିଛି। କେନ୍ଦୁଆପଦାଠାରେ ପ୍ରତି ଲିଟରରେ 6.38 ମିଲିଗ୍ରାମ ରହିଛି। ଆମୋନିଆ ପରିମାଣ ପ୍ରତି ଲିଟର ପିଛା 0.02 ମିଲିଗ୍ରାମ ରହିଥିବା କଥା। ଚମ୍ପୁଆ କେଉଁଝରଠାରେ ସଂଗୃହୀତ ଜଳ ନମୁନାରେ ଏହା ଯଥାକ୍ରମରେ 38.7 ମିଲିଗ୍ରାମ ଏବଂ 6.7 ମିଲିଗ୍ରାମ ରହିଛି। ତେଣୁ ଏହା ପିଇବା ପାଇଁ କିମ୍ବା ଜଳ ଜୀବନଙ୍କ ପାଇଁ ଉପଯୁକ୍ତ ନୁହେଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।